ये मैंने आलू कटा आज कौन बोलो आलू चिप्स बता आलू चिप्स क्या तू तुम बोलो ऑनलाइन हो आलू चिप्स जो है आलू चिप्स फ्रेंड्स जय जगन्नाथ। तो सांग मैंने आज मोर गोटे सांग आसी तो से कहला भाई तुम घर आज जावा टे खरा जोर रोचे टे दही पखाड़ करवा आ दही बैगण करवा आम निजे बनवा आ निजे खाइबा। मुझे ठीक अच्छे आसे आसे बनवा खाइबा ये गोटे कथा। तो बहुत जोर खरा भी आज हो बहुत जोर गरम भी लगुच। तो अलरेडी से आसी सारे आसिकी माने रोषे काम आरंभ भी कला। चलते देखिए से केमती कौन रोषे कर। ठीक अच्छे चलते तेल ततीगला आमर सनफ्लावर ऑयल तेल तेल ततीगला और कौन कौन तेल पर बैगण पड़ा ये बाबा रेडी चलो ठीक है बैगण छड़ा हो तेल पड़गला आमर गोटे प्रस्तुत हो दही बैगण। तो गोटे आम सांग आसी पहुँचला खरा कहला तुम घर को जावा आईटा पखाड़ आज हम दही पखाड़ ता सांग को दही बैगण ता सांग को अच्छी आलू चकटा टे आंब टे अच्छी पोटल आलू भजा टे अच्छी जेहेतु आज सावित्री मैडम तो उषा से किसी करेंगे आम हाथ आज कर खाइबू आ ठीक है चलो दही बैगण प्रस्तुति देखा आम सांगटा केमी आज प्रस्तुति कर दही बैगण देखा। ये मैंने आलू कटा आज कौन बोलो आलू चिप्स बता आलू चिप्स क्या तू तुम बोलो ऑनलाइन हो आलू चिप्स जो है आलू चिप्स सी आमको रोषे आसनी एक रोषे कर मु रुटी यदि बेली गोल पूरा साइज गोल न हो पारे तो रुटी तो हम ना हाँ सब करदेवी आस आम सब ये आलू चिप्स पे बढ़िया सिलु काटदेला पूरा बैगण पूरा रेडी छणा गला ना हाँ बैगण छणा है बाहरी गला ना कौन देखिए आम सिलु आज केमी आइटम कर बाबा रे ये आमर आलू चिप्स पे प्रस्तुति आलू गोल गोल कटा तार आम लंका गुंड छिंचा होगा के लंका गुंड कह आउ राग हाँ तो दादा टे लुण पकईदे आलू चिप्स रेडी तो आलू चिप्स छणा हो ना छाण पूरा रेडी गया आज आलू चिप्स दही बैगण पखाड़ा जो उड़ो ना कौन हाँ सिलु आज मन है आसिक घर आज निजे आसी आम रोषे करी बड़ा खुशी हो बैग दही गला ना यहाँ पुणी केमती कौन हम छुंक हम छुंक खाली पड़े खाली छुंक ही तार पड़े पखाड़ तो बिरयानी से दाओ पखाड़ा कहीं पखाड़ा कौन कर आम आलू चिप्स हवा पर कौन कह रोषैया दूधी गई के
ପଖାଳ ଆଳୁ ଆଳୁ ଚକଟା ଖାଇ ବୋଲି କହୁଥିଲୁ ବା ଆଳୁ ଚକଟା ଟମାଟୋ ଚକଟା ଖାଇଦେବା ଆଳୁ ଚକଟା ଅଛି ଅଛି ଟି? ହଁ ସିଝା ହେଇଛି ତୁ ବଢ଼ିଆ ଯାହା ଅର୍ଡ଼ର ଦେଇ ସେଇ ହିସାବରେ ହେଇଛି ଆଳୁ ଚକଟା ହେଲା ଆଳୁ ଚିପ୍ସ ଆମର ରେଡ଼ି ଏବେ ବାହାର କରିଦେବ ନାଇଁ ହଁ ବାହାର କରିଦିଅ ଇଏ କାହିଁ ଏ ଜାଗା ଏଇଠୁ ସିଲୁଆ ରୋଷେଇଆ ମୁଁ ତ ହେଲ୍ପର ନା କ'ଣ ସ୍ତ୍ରୀ ଲୋକଙ୍କର ଆଜି ସାବିତ୍ରୀ ଓଷା ଆମେ ଏମିତି ହାତରେ ରୋଷେଇ କରି ଖାଇବା ଆଜି ନା କ'ଣ ଆଉ କ'ଣ କରିବା ଆଜି ସାବିତ୍ରୀ ସିଏ ସବୁଦିନ କହୁଛନ୍ତି ଆମେ ଆଜି ଗୋଟେ ଦିନ କରି ଖାଇବା ଆଉ ସାଧା ଫିଷ୍ଟ ଆଉ ନା କ'ଣ ପଖାଳ ଫିଷ୍ଟ ଆଉ ଟମାଟୋ ଦୁଇଟା ଟମାଟୋ ଗୋଟା ଟମାଟୋ ଦୁଇଟା ଗୋଟା ଟମାଟୋ ଦୁଇଟା ବାବା ଏରା ତ କଡ଼ା ହେଇଗଲା ଇଏ ଆମ ଦହି ବାଇଗଣ ପାଇଁ ଛୁଙ୍କ କରିବାର ପ୍ରୋସେସ୍ ମାନେ ତେଲ ପଡ଼ିଗଲା ଜିରା ଫୁଟିଗଲା ଲଙ୍କା ପଡ଼ିଲା ଭୂଷଣ ପତ୍ର ଟିକେ ପକା ହଁ ଏଇଟା ଛୁଙ୍କ ହେଇଗଲା ଦହି ବାଇଗଣ ରେଡ଼ି ନା କ'ଣ ସାଧାର ଆଇଟମ୍ ବାସ୍ନା କ'ଣ ଆଇଲେ କିରେ ଜିରା କ'ଣ ଏତେ ପକଉଛୁ କିଲେ ବାଗିଆ ସବୁଥିରେ ପଡ଼ିବ ପଖାଳରେ ବି ପଡ଼ିବ ହଁ ଦେଖ ଆମେ ପୁଅ ପିଲାଙ୍କ ରୋଷେଇ କେମିତିଆ ଦେଖେ ଆଉ କିଛି କହିପାରିଲା ନାହିଁ ବାପଲ କି ଛୁଙ୍କ ଗାଁ କମ୍ପିଲାଣି ସତରେ ଝିଅ ପିଲାଙ୍କୁ ଏ ରୋଷେଇ ଜମା ଆସିବ ନା ଗୋଟେ 5,000 ଲୋକ କରୁଛନ୍ତି ପୁଅ ପିଲା କରୁଛନ୍ତି ନା ଝିଅ ପିଲା ଗୋଟେ ବାହାଘର ଧନ୍ୟବାଦ ଦେହଟା ବଡ଼ ବଡ଼ ବୋଧେ ସେ ପୁଅ ପିଲା ନା ଆଉ ଏ ଘରେ କ'ଣ ଟିକେ ନା ରୋଷେଇ ହେବ ଝିଅ ପିଲା ତାକୁ କରିବେ ସେ ଦହିଟା ଟିକେ ଚିନି ମାରିଦେବ ଦହି ବାଇଗଣରେ ଟିକେ ଚିନି ପକେଇଦେବ ଦହି ବାଇଗଣରେ ଚିନି ପଡ଼ିବ ଚିନି ଟିକେ ଲୁଣ ଟିକେ ଲୁଣ ଟିକେ ହଉ ଚାଲୁ ଦହି ବାଇଗଣରେ ଚିନି ଟିକେ ପଡ଼ିବ ଲୁଣ ଟିକେ ପଡ଼ିବ ପାଣି ଦେଇ ଦେଉ ନା ଆଉ କ'ଣ ଛୁଙ୍କ ମାରିଲା ପରେ ପାଣି ଦେବା ଏ ଦହି ବାଇଗଣରେ ଚିନି ଆଉ ଲୁଣ ଆଉ ପାଣି ମିଶିକି ଗୋଳିଆ ହେଇଗଲା ତା ଦେହରେ ଛୁଙ୍କ ଦିଆହେବ ଇଏ ଆମର ହେଭି ରୋଷେଇଆକୁ ଆମେ 2 ଜଣ ଯୋଗାଡ଼ିଆ ଭଲ କାଶ ଦିଆ ଛୁଙ୍କ ଦିଆହେଲା ରେ ବାପା ଘୋରେଇବି ଘୋରେଇବି କୋଉଥିରେ ପଖାଳ ଭାତ ରେଡ଼ି ତା ଦେହରେ ଛୁଙ୍କ ମରା ହେଲା ଚାଲୁ କାଶ ବର୍ତ୍ତମାନ ଟମାଟର ଭଜା ଆରମ୍ଭ ହେଇଗଲା ଟମାଟର ଟିକେ ଭାଜିକି ତା ଦେହରେ ତେଲ ଲଙ୍କା ଲୁଣ ଆଉ ପିଆଜ ପଡ଼ିବ ସବୁ କଞ୍ଚା ପଡ଼ିବ ପକେଇକି ସିଏ ଗୋଟେ ଚକଟା ହେବ ପୁରା ନାଙ୍ଗା ଲାଗିବ ବଢ଼ିଆ ଟେଷ୍ଟି ଲାଗିବ ପଖାଳ ସାଙ୍ଗକୁ ପୁରା ଇଏ ଟମାଟୋ ଚକଟା ପୁରା ମସ୍ତ ଲାଗିବ ବର୍ତ୍ତମାନ ଟମାଟୋ ଟିକେ ଭଜା ହେଇଯାଉଛି ପୋଡ଼ିଲେ ଟିକେ ଟେଷ୍ଟ ଯେହେତୁ ଆଜି ସାବିତ୍ରୀ ପୋଡ଼ାପୋଡ଼ି ହୁଏନି ତେଣୁକରି ଆମେ ଟିକେ ଭାଜିବା ତାକୁ ପରିବା ଭିତରେ ଯେତେ ପରିବା ମୋ ଫେଭରେଟ୍ ପରିବା ଟମାଟୋ ଆକ୍ଚୁଆଲି ଟମାଟୋ ବହୁତ ବଢ଼ିଆ ଭଲ ପରିବା 2 ଟାଇମ୍ ଟମାଟୋ ଖାଏ ଭଲ ଲାଗେ ଏଇଟା ଟମାଟୋ ନା ଏ ଟମାଟୋ ସାଙ୍ଗରେ ରସୁଣ ବି ପୋଡ଼ା ହେଇଯିବ ଭଜା ହେଇଯିବ ଟମାଟୋ ସାଙ୍ଗରେ ରସୁଣ ବି ଭଜା ହେଇଯିବ ତାହେଲେ ପିଆଜ ବି ଭାଜି ଦେଉନୁ କଞ୍ଚା ଦେଲେ ଭଲ ଲାଗେ ପିଆଜଟା କଞ୍ଚା ଦେଲେ ଭଲ ଲାଗେ ପୁରା ଝାଳ ହେଇକି କ'ଣ ହେଲେ ରୋଷେଇ କରିବାକୁ ଆଇଛି ରୋଷେଇ ଆମର ଯାହା ଆମର ଆଜି ପଖାଳ ଫିଷ୍ଟ ଯେହେତୁ ବହୁତ ଜୋର ଖରା ବି ହେଉଛି ନା ନାଇଁ କେତେରେ ଖରା ହେଉଛି ପ୍ରବଳ ଜୋର ଖରା ନିଶ୍ଚିତ ନା ଆଉ ଖରାକୁ ପଖାଳ ଆଇଟମ୍ଟା ଯାହା ଏଇଟା ଖାଲି କାଟି 2ଟା ପିଆଜ କାଟିଦେବ ଗୋଟେ ଆଳୁ ଦେଇକି ଟମାଟୋ ଆଳୁ ଚକଟା ହେଇଛି ପିଆଜ ପଡ଼ିଛି ହଁ ତାହେଲେ ଗୋଟା ଖାଲି ଟମାଟୋ ପାଇଁ କାଟିଦେବି ପିଆଜ ଠିକ୍ ଅଛି ଟମାଟୋ ବୋଧେ ହେଇଗଲାଣି ନା ହଁ ପଛଟା ଟିକେ ହେବ ଏଟା ବଢ଼ିଆ ଭାବରେ ଦେଖାଯାଉଛି ଟମାଟୋ ଭଜା ଆଜି ପୁରା ଲୋଭ ହେଲାଣି ଖାଇବା ପାଇଁ ଟମାଟୋ ଖାଇକି ଦେବ ନା ଛୋଟ ଛୋଟ କେମିତି ଧରିଦେବ ସେ ମନେ ଖାଇଯିବ ଟମାଟୋ ବି ହେଇଗଲାଣି ଆଉ ହେଲା ଆମର ଆଜ୍ଞା ଖାଇବାକୁ ରେଡ଼ି ପଖାଳ ରେଡ଼ି ଆମର ପ୍ରଥମେ ହେଉଛି ଫ୍ରିଜ୍ ବୋତଲ ପାଣି ଥଣ୍ଡା ପାଣି ଆଉ ଇଏ ହେଉଛି ଛୁଙ୍କ ପଖାଳ ଇଏ ହେଉଛି ଦହି ବାଇଗଣ ପୁରା ନାଙ୍ଗା ଟେଷ୍ଟ ହେଇଛି ଆଳୁ ଚକଟା ଟମାଟର ପୋଡ଼ା ଚକଟା ପୋଟଳ ଆଳୁ ଭଜା ଆଳୁ ଚିପ୍ସ
ଆମ୍ବ। ଠିକ୍ ଅଛି ତାପରେ ରେଡ଼ି ଖାଇବା ଉଡ଼ିଲା 100 ଭଲ ଲାଗୁଛି। ସିଲୁ ମନ ଖୁସି ମାନେ ଆମେ ସମସ୍ତେ ଖୁସି। ନାଙ୍ଗା ଦେଇଦେବି ଦହି ପଖାଳ ଖରା ଯେଉଁ ରେଟ୍ରେ ହେଉଛି ଏ ଦହି ପଖାଳକୁ ଆଉ ଏ ଯେଉଁ ଆଇଟମ୍ ପୁରା ବାଡ଼େଇ ଦେଇକି ଟାଣକିରି ଫ୍ୟାନ୍ ଦେଇକି ଆରାମରେ ଶୋଇ ବଢ଼ିଆ ନିଦଟା ହେବ। ତ ଫ୍ରେଣ୍ଡସ୍ ଆମର ଏବେ ଖାଇବା ଚାଲିଛି। ତ ଆପଣମାନେ ଏମିତି ବନାନ୍ତୁ ପୁରା ସ୍ୱାଦିଷ୍ଟ ଖାଦ୍ୟ ବଢ଼ିଆ ଲାଗିବ। ଏମିତି ବନେଇକି ଖାଆନ୍ତୁ, ନିଜେ ଖାଆନ୍ତୁ, ସମସ୍ତଙ୍କୁ ଖୁଆନ୍ତୁ। ତ ଆଜି ପାଇଁ ଏତିକି। ଯଦି ଆମ ଏଇ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍ ଟିକେ କରିବେ, ସେୟାର ଟିକେ କରିବେ, ସବସ୍କ୍ରାଇବ୍ ମଧ୍ୟ ଟିକେ କରିବେ। ନହେଲେ କେମିତି ଆଗକୁ ଆଉ ନୂଆ ନୂଆ ଭିଡ଼ିଓ ଆସିବ। ତ ମନେକରି ସବସ୍କ୍ରାଇବ୍ ଟିକେ କରିବେ ନିହାତି। ତ ଫ୍ରେଣ୍ଡସ୍ ରହୁଛି, ଦେଖା ଆଉ ଗୋଟେ ଭଲ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।